ହ୍ୟାଲୋ ଫ୍ରେଣ୍ଡସ୍, ଆଜି ସକାଳୁ ସକାଳୁ ପଳେଇ ଯାଇଛି କରେଣ୍ଟ। ମୋବାଇଲର ଲାଇଟ୍ ମାରିକି କରିଦେଲି ଠାକୁର ପୂଜା। ରୋଷେଇ ଘରକୁ ଆସିକି ଅଧା ଅଧା ଆଲୁଅରେ କାଟିଦେଲି ଟିକେ ପରିବା। କରିବି ଆଜି ମୁଗ ଡାଲମା। ମୁଗ ଡାଲିରେ ଅଛି ବାଲି, ତାକୁ ଟିକେ ପାଣା ପାଣି କରିକି ପକେଇଦେଲି। ତାପରେ ହଳଦୀ ଗୁଣ୍ଡ ଲୁଣ ଦେଇକି ତାକୁ ସିଝିବା ପାଇଁ ଛାଡ଼ିଦେଲି। ଏପଟେ ବସେଇଦେଲି ଗୋଟେ କୁକର, ତା ଦେହରେ ଦେଇଦେଲି ଟିକେ ଘିଅ ଦେଇକି ଟିକେ ଫୁଟଣ କରିଦେଲି। କାଜୁ, ତେଜପତ୍ର, ଅଳେଇଚ, ଡାଲଚିନି ପକେଇଦେଲି। ତାପରେ ତା ଦେହରେ ପକେଇଦେଲି 4 ଗ୍ଲାସ ପାଣି। ମୁଁ ନେବି 2 ଗ୍ଲାସ ଚାଉଳ, ସେଥିପାଇଁ 4 ଗ୍ଲାସ ପାଣି ଦେଇଦେଲି। ପାଣି ଦେଇ ସାରିକି ତା ଦେହରେ ପକେଇଦେଲି ହଳଦୀ ଗୁଣ୍ଡ, ଲୁଣ ଆଉ ଚିନି। କରିବି ମିଠା ଖେଚେଡ଼ି। ତାପରେ ପକେଇଦେଲି ଡାଲମାରେ ପରିବା। ମୁଁ ଛୋଟ କୁକରଟାରେ ବସେଇଥିଲି, ସେଥିପାଇଁ ଆଉ ଥରେ ବଡ଼ କୁକରକୁ ଢାଳି ଦେଇକି ଚାଉଳ ପକେଇଦେଲି। ତାପରେ ଖେଚେଡ଼ି ହେଲା ପରେ ଓହ୍ଲେଇଦେଲି। ଡାଲମାଟି ବି ହେଇଗଲାଣି, ଫୁଟେଇଦେଲି। ତାପରେ ବାଢ଼ିଦେଲି ପିଲାଙ୍କ ପାଇଁ ମିଠା ଖେଚେଡ଼ି ଆଉ ଡାଲମା। ଭିଡ଼ିଓଟି ଯଦି ଆପଣମାନଙ୍କୁ ଭଲ ଲାଗିବ ତାହେଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ରଖୁଛି। ଜୟ ଜଗନ୍ନାଥ।